ବାପା। ବାପା ଶବ୍ଦ ଅର୍ଥ ମହାନ। ବାପା ବାପା ବୋଲି ଡାକିଦେଲେ ମନରେ ଦେହରେ ଶିହରଣ ଖେଳିଯାଏ। ଆନନ୍ଦରେ ମନ ଉଲ୍ଲସିତ ହୋଇଥାଏ। ବାପା ହେଉଛନ୍ତି ଆମର ଜ୍ଞାନଦାତା, ପାଳନଦାତା, ଜନ୍ମଦାତା। ସେ ହେଉଛନ୍ତି ଆମର ସାହସ, ଶକ୍ତି ଏବଂ ଆମର ମେରୁଦଣ୍ଡ। ବାପା ହେଉଛନ୍ତି ପଥ ପ୍ରଦର୍ଶକ ଏବଂ ସବୁବେଳେ ଆମ ଉପରେ ସେ ଆଶୀର୍ବାଦ କରିଥାନ୍ତି। ଆମେମାନେ ଯେତେ କଷ୍ଟରେ ଥିଲେ ମଧ୍ୟ, ଆମେମାନେ ଯେତେ ଦୁଃଖ କଷ୍ଟରେ ଥିଲେ ବାପା କେବେ ସହିପାରନ୍ତି ନାହିଁ। ବାପା ନିଜ ଛାତିକୁ ପଥର କରି ଛୁଆମାନଙ୍କୁ ବଡ଼ କରିଥାନ୍ତି। ସେ କେବେ ହେଲେ ଥକି ଯାଆନ୍ତିନି। ସେ ପାହାଡ଼ ପରି କଠୋର, ନଡ଼ିଆ ପରି ତାଙ୍କର ହୃଦୟ କଠିନ ହେଲେ ମଧ୍ୟ ସେ ସବୁବେଳେ ନରମ ସ୍ୱଭାବର। ସେ ଆମକୁ ଶାନ୍ତି, ସ୍ନେହ, ଶ୍ରଦ୍ଧା ଦେଇଥାନ୍ତି। ସବୁବେଳେ ଆମକୁ ସତ୍କର୍ମ କରିବା ପାଇଁ ଆଶୀର୍ବାଦ କରିଥାନ୍ତି। ସବୁବେଳେ ସେ ଆମକୁ ଉତ୍ସାହିତ କରିଥାନ୍ତି ଭଲ କାମ କରିବା ପାଇଁ। ସବୁବେଳେ ବାପା ଆମର ପଛରେ ରହିଥାନ୍ତି। ଆମେ କେମିତି ଆଗକୁ ଯିବା, ଆମେ କେମିତି ସମାଜରେ ନାଁ କରିବା, ସେଥିପ୍ରତି ସବୁବେଳେ ସେ ଧ୍ୟାନ ଦେଇଥାନ୍ତି। ସେ କେବେ ଥକି ଯିବାର ଆମେ ଦେଖିନାହୁଁ। ସେ ହେଉଛନ୍ତି ବାପା।